राधा माधव की जय। जय श्री श्री गौर निताय की जय। श्री कृष्ण बलराम की जगन्नाथ बलसूर महाराज जी की जगत विष्णु प्रभुपाद की निताय गौर प्रेमानंदी। हरे कृष्ण। अंकिता महोदय स्टार्ट करूँ? हरे कृष्ण प्रभु। ओम अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। वाञ्छाकल्पतरुभ्यश्च कृपासिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्तवृंद। हरे कृष्णा कृष्ण कृष्ण हरे 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 राम 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 हरे हरे। हरे कृष्ण। प्रथम कुछ लेट जॉइन कर ଆପଣ ସମସ୍ତଙ୍କୁ ବହୁତ ସ୍ୱାଗତ ଏଇ କ୍ଲାସରେ ଆପଣ ସମସ୍ତେ ଜଏନ୍ କରିଛନ୍ତି। ତ ଆଜିକାର ଶ୍ରୀକୃଷ୍ଣଙ୍କ ଲୀଳା ଅଛି ଗୋଟେ ଟପିକ ହଉଛି ପୂତନା ବଧ। ତ ସେଥିରେ ଫାର୍ଷ୍ଟ ଷ୍ଟାର୍ଟିଂ ହେଇଥିଲା ଯେ ଯେତେବେଳେ ନନ୍ଦ ମହାରାଜ ଯାଇଥିଲେ ମଥୁରାକୁ ଯାଇଥିଲେ ତାଙ୍କର ବାର୍ଷିକ କର ଦେବା ପାଇଁ, ସେତେବେଳେ ସେ ବସୁଦେବଙ୍କ ସହିତ ସାକ୍ଷାତ କରିଛନ୍ତି। ସେ ତାଙ୍କୁ କହିଛନ୍ତି ଯେ କଂସ ତାଙ୍କ ମୃତ୍ୟୁକୁ କେମିତି ଟାଳିବ, ଯେମିତି ମୃତ୍ୟୁ କେମିତି ତାର ମୃତ୍ୟୁ କରିବ ସେ ସେଇଟା ଉପରେ ଚିନ୍ତା କରୁଛନ୍ତି। ତ ଗୋକୁଳ ଉପରେ କେତେବେଳେ ବି କିଛି ଅଘଟଣ ଘଟିପାରେ, ତ ସେଥିପାଇଁ ସେ ଆଗରୁ ତାଙ୍କୁ ଚେତାବନୀ ଦେଇକି ତାଙ୍କୁ ପଠେଇଥିଲେ ଗୋକୁଳକୁ। ବସୁଦେବଙ୍କର ଏଇ ବାର୍ତ୍ତାକୁ ନନ୍ଦ ମହାରାଜ ବନ୍ଧୁତ୍ୱପୂର୍ଣ୍ଣ ଦୃଷ୍ଟିରେ ଦେଖିକି ସେ ଭାବିଥିଲେ ଏଇଟା ସତ୍ୟ ହିଁ ହେଇଥିବ। ତେଣୁ ସେ ଆସିଲା ବେଳୁ ମାନେ ମଥୁରାରୁ ଫେରିଲା ବେଳକୁ ସେ ପରମପୁରୁଷ ଭଗବାନଙ୍କୁ ଶରଣାପନ୍ନ ହେଲେ ଏବଂ ତାଙ୍କୁ ପ୍ରାର୍ଥନା କରି ଆସିଲେ ସେ କେମିତି କିଛି ଖରାପ ଘଟଣା କିଛି ନ ଘଟେ। ଏହା ସ୍ୱାଭାବିକ ଯେ ଭକ୍ତ ଯେତେବେଳେ ବିପଦର ସମ୍ମୁଖୀନ ହୁଏ ସେ ଭଗବାନଙ୍କୁ ସ୍ମରଣ କରିବା ଛଡା ଅନ୍ୟ ଗତି ତାକୁ କିଛି ମିଳେ ନାହିଁ। ତ ନନ୍ଦ ମହାରାଜ ମଧ୍ୟ ଭଗବାନଙ୍କର ଏକ ସରଳ ଭକ୍ତ ହୋଇଥିବାରୁ ବିପଦ ସମୟରେ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ବସ୍ତୁର ସହାୟତା ନ ନେଇ ଭଗବାନଙ୍କ ନିକଟରେ ସେ ଶରଣାପନ୍ନ ହୋଇଥିଲେ। ଏଠାରେ ଭକ୍ତ ଭଗବାନଙ୍କ ସମ୍ପର୍କକୁ ଆଉ ପିତା ମାତା ଓ ତାଙ୍କ ସନ୍ତାନ ସହିତ ବି ମଧ୍ୟ ତୁଳନା କରାଯାଇଛି। କୁହାଯାଇଛି ଯେତେବେଳେ ଶିଶୁ ବିପଦର ସମ୍ମୁଖୀନ ହୁଏ ସେ ଯେମିତି ତାର ପିତା ମାତାଙ୍କ ପାଖକୁ ଦୌଡ଼ିକି ପଳେଇ ଆସେ ଯେ ମୋର ଏଇ ବିପଦ ଅଛି, ମତେ କଣ ସର୍ଟ ଆଉଟ୍ କେମିତି କରିକି ସଲ୍ଭ କରିଦିଅ। ସେମିତି ଭକ୍ତ ସର୍ବଦା ଭଗବାନଙ୍କ ପ୍ରତି ଆଶ୍ରିତ ଥାଏ, କିନ୍ତୁ ଯେତେବେଳେ ବିପଦ ସମୟରେ ସେ ତାଙ୍କୁ ବ୍ୟାକୁଳ ହେଇକି ଡାକିଥାଏ ଆଉ ତାଙ୍କୁ ଶରଣାପନ୍ନ ହୋଇଥାଏ। ଆଉ ସେପଟେ କଂସ ଯେତେବେଳେ ଜାଣିବାକୁ ପାଇଲା ଯେ କଣ ତାର ମୃତ୍ୟୁର ଯେ କାରଣ ହେବ ଯେ ଶିଶୁ ସିଏ ଏଠି ଜୀବନ୍ତ ଅଛି ଏପର୍ଯ୍ୟନ୍ତ, ତ ସିଏ ତା ଅସୁର ମନ୍ତ୍ରୀ ମଣ୍ଡଳକୁ ନେଇକି ଗୋଟେ ପରାମର୍ଶ କଲା। ତ ତାପରେ ସିଏ ପ୍ରଥମେ ଏକ ପୁତନା ନାମକ ରାକ୍ଷସକୁ ଫାଷ୍ଟ ଡକେଇଲା ଯେ କେମିତି ସେ ଯାଇକି ଶ୍ରୀକୃଷ୍ଣଙ୍କର ବଧ କରିପାରିବ। ତ ସିଏ ପୁତନା ଯିଏ ଥିଲେ ସେ ଗୋଟେ ଯୋଗିନୀ ଥିଲେ। ସିଏ ତାପରେ ହଜାର ପ୍ରକାର ନଗର ସହର ଗ୍ରାମ ଆଦିକୁ ବୁଲିକି ଯାଇକି ସେ ଯେତିକ ସବୁ ମାନେ ଅବିକା ଜନ୍ମ ହେଇଛନ୍ତି ସବୁ ଶିଶୁ ମାନଙ୍କର ବଧ କରିଥିଲେ। ତ ପୁତନାଙ୍କୁ ଯାଦୁ ବିଦ୍ୟା ଜଣାଥିଲା। ସେଇ ଯାଦୁ ବିଦ୍ୟା ସାହାଯ୍ୟରେ ସେ ଶିଶୁ ମାନଙ୍କୁ ମାନେ କଦର୍ଯ୍ୟ ଉପାୟରେ ସେ ତାକୁ ବଧ କରିବା ସେ ଜାଣିଥିଲା। ତାର ଯାଦୁ ବିଦ୍ୟା କେବଳ ସେଠାରେ କାମ କରେ ଯୋଉଠାରେ କି ଯୋଉ ଜାଗାରେ ମାନେ ଦିବ୍ୟ ନାମ କୀର୍ତ୍ତନ ହଉନଥିବ, ଯୋଉଠାରେ କି ବିଷ୍ଣୁଙ୍କର ନାମ କୀର୍ତ୍ତନ ଯୋଉଠାରେ ହଉନଥିବ। କିନ୍ତୁ ଯୋଉ ଜାଗାରେ ମାନେ ଶ୍ରୀକୃଷ୍ଣଙ୍କର ନାମ କୀର୍ତ୍ତନ ନଗଣ୍ୟ ଭାବରେ ମାନେ ଏତେ ଭଲସେ ବି ନୁହଁ, ଏତେ ନେଗ୍ଲିଜିବିଲିଟି ସହିତ ମାନେ ଏତେ ଶ୍ରଦ୍ଧାର ସହିତ ବି ଯୋଉଠି ବି ନ ହଉଥିବ ସେଇଠି ବି ସେ ଯାଦୁ ବିଦ୍ୟା ତାର କିଛି କାମ କରିବନି। ତାହେଲେ ଏଠାରେ କହିପାରୁଛି ସେ ଶ୍ରୀକୃଷ୍ଣଙ୍କୁ କେମିତି ଆସିକି ତାର କଣ ମୃତ୍ୟୁ ବରଣ କରିବା ପାଇଁ ଟ୍ରାଏ କରୁଛି। କିନ୍ତୁ କାରଣ ସେଠି ଗୋକୁଳରେ କଣ ଶ୍ରୀକୃଷ୍ଣଙ୍କ ନାମ କୀର୍ତ୍ତନ ସମସ୍ତେ କରନ୍ତି ଆଉ ଶ୍ରୀକୃଷ୍ଣ ନିଜେ ହଉଛନ୍ତି ଭଗବାନ, ତ ତାଙ୍କ ପାଖକୁ କିଛି ବିପଦ ଆସି ହିଁ ପାରିବନି। ତ ନନ୍ଦ ମହାରାଜ ଏଟା ଜାଣି ମଧ୍ୟ କିନ୍ତୁ ତାଙ୍କୁ ଆଶଙ୍କା ଥିଲା, କାରଣ ସେ ଶ୍ରୀକୃଷ୍ଣଙ୍କୁ କଣ ବାତ୍ସଲ୍ୟ ମମତାରେ ଦେଖୁଥିଲେ, ସେଥିପାଇଁ ତାଙ୍କ ତଥାପି ଆଶଙ୍କା ଥିଲା ଯେ କିଛି ଖରାପ ନ ଘଟିଯାଉ।
ତ ସେଇଥିପାଇଁ କିନ୍ତୁ ଯୋଉ ପୂତନାକୁ ଶ୍ରୀମଦ୍ ଭାଗବତମରେ ଯୋଉ ଖେଚରୀ ବୋଲି ମଧ୍ୟ କୁହାଯାଇଛି। ଖେଚରୀର ଅର୍ଥ ହଉଛି ଯୋଉମାନେ ଆକାଶରେ ବିଚରଣ କରିପାରନ୍ତି। ତ ପୂତନା ତାପରେ ଗୋକୁଳ ଯାଇକି ପହଞ୍ଚିଲା, ସବୁ ସବୁ ନଗର ଗ୍ରାମ ଏରିଆରେ ସବୁ ମାନେ ଶିଶୁମାନଙ୍କୁ ମାରି ସାରିଲା ପରେ ସେ ଗୋକୁଳେ ଯାଇକି ପହଞ୍ଚିଲା। ତ ସେଠି ସିଏ ତାର ଏକ ଗୋଟେ ସୁନ୍ଦର ନାରୀରେ ପରିବର୍ତ୍ତିତ ହେଇଗଲା, ଯିଏ କି ସମସ୍ତ ବୃନ୍ଦାବନ ବାସୀ ଏତେ ସରଳ ଥିଲେ, ସେ ସମସ୍ତଙ୍କୁ ତାର ମାନେ ମନ୍ତ୍ରମୁଗ୍ଧ କରିଦେଲା। ସେ ଏତେ ସୁନ୍ଦର ଦେଖା ଯାଉଥିଲା। ତାପରେ ସେ ସରଳ ସେଠିକାର ଯୋଉ ଗୋପୀ ମାନେ ଥିଲେ, ସେମାନେ ତାକୁ ସ୍ଵୟଂ ପୁରା ଲକ୍ଷ୍ମୀ ମାତା ବୋଲି ଭାବୁଥିଲେ, କାରଣ ସିଏ ଗୋଟେ କଣ କମଳ ପୁଷ୍ପକୁ ନେଇକି ସେଠି ବିଚରଣ କରୁଥିଲା। ତ ସେ ସେଥିପାଇଁ କେହି ତାଙ୍କୁ ମାନେ ମନେ କଲେନି ଯେ ଶ୍ରୀକୃଷ୍ଣଙ୍କୁ ଦେଖା କରିବା ପାଇଁ। ତ ହଁ, ସିଏ ଯେତେବେଳେ ଯାଇକି ସେଠି କକ୍ଷରେ ମଧ୍ୟ ପହଞ୍ଚିଲା, ମାନେ ଶ୍ରୀକୃଷ୍ଣ ଯୋଉଠି ଥାଆନ୍ତି ସେଠି ମଧ୍ୟ ରୋହିଣୀ ମାତା କିମ୍ବା ଯଶୋଦା ମାତା ମଧ୍ୟ ତାକୁ ମନା କରିଲେ ନାହିଁ ଯେ ଶ୍ରୀକୃଷ୍ଣଙ୍କୁ ସେ ଦେଖା କରିବା ପାଇଁ। ସିଏ ଯେତେବେଳେ ଶ୍ରୀକୃଷ୍ଣଙ୍କୁ ଯାଇ ଦେଖିଛନ୍ତି, ସିଏ ତାଙ୍କର ଶୟନ ଶଯ୍ୟାରେ ଶୋଇଛନ୍ତି, ସେତେବେଳେ ସାଙ୍ଗେ ସାଙ୍ଗେ ସେ ରାକ୍ଷସ ଥିଲେ, କିନ୍ତୁ ତଥାପି ସେ ଜାଣିପାରିଲେ ସିଏ ମାନେ ଶ୍ରୀକୃଷ୍ଣ ହଉଛନ୍ତି କିଛି ମାନେ ସାଧାରଣ ଶିଶୁ ନୁହଁ, ସିଏ ଜଣେ ଗୋଟେ ଦିବ୍ୟ ଶିଶୁ। ସେ ଜାଣିପାରିଥିଲେ ଯେ ସିଏ ହଉଛନ୍ତି ସ୍ଵୟଂ ପରମ ପୁରୁଷ ଭଗବାନ। ତ ହଁ, ଆଉ ଏଇଟା ବି ଶ୍ରୀମଦ୍ ଭାଗବତରେ କୁହାଯାଇଛି ଯେ ନିଜେ ପରମ ପୁରୁଷ ଭଗବାନ ମଧ୍ୟ ଯିଏ ତାଙ୍କ ଶତ୍ରୁକୁ ବି ଏଇ ଜିନିଷଟା ଜଣେଇଥିଲେ, ତାକୁ ବୁଦ୍ଧି ଦେଖେଇଥିଲେ ଯେ ସିଏ ନିଜେ ହଉଛି ପରମ ପୁରୁଷ ଭଗବାନ, କିନ୍ତୁ ତାପରେ ସେ ତାଙ୍କୁ ବିସ୍ମୃତି କରାଇ ଦେଇଥିଲେ। ତ ସିଏ ତାପରେ ଜାଣିପାରିଥିଲା ସିଏ ତାଙ୍କର ଗୋଟେ ଶିଶୁ ତୁଲ୍ୟ ଭାବରେ ସେଠି ଅଛନ୍ତି, କିନ୍ତୁ ସିଏ ହଉଛନ୍ତି ପ୍ରକୃତରେ ଭଗବାନ। ତ ସିଏ ଜାଣି ପାରିଥିଲେ ଯେ ସିଏ ଛୋଟ ସିନା, କିନ୍ତୁ ସିଏ ମାନେ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ କମ ବି ନୁହେଁ। କିନ୍ତୁ ଏଠାରେ ମାୟାବାଦୀ ମାନେ କହୁଛନ୍ତି ଯେ ଜୀବ ପ୍ରଥମେ ଭଗବାନ ଥିଲା, ଯୋଉ ମାୟାର ପ୍ରଭାବରେ ଆସିକି ସେ ତାପରେ ଆଉ ଭଗବାନ ହେଇନି। ଯେତେବେଳେ ମାୟାର ପ୍ରଭାବ ଦୂରେଇଯିବ, ସେତେବେଳେ ସେ ପୁଣି ଆଉଥରେ ଭଗବାନ ହେଇଯିବ। କିନ୍ତୁ ଏଇଟା ଆକ୍ଚୁଆଲି ପ୍ରଯୁଜ୍ୟ ନୁହଁ। ତା ଜୀବଗଣ କେବେ ବି ପରମ ପୁରୁଷ ଭଗବାନଙ୍କ ସହିତ ସମାନ ହେଇପାରିବେନି, କାରଣ ନିଜେ ହଉଛନ୍ତି ପରମାତ୍ମା, ଆଉ ଆମେ ମାନେ ସମସ୍ତେ ହଉଛନ୍ତି ତାଙ୍କର ଗୋଟେ ଗୋଟେ ଅଂଶ, ଯେ କି ଆତ୍ମା। ତ ଆମେ ନିଜକୁ ତାଙ୍କ ସହିତ କମ୍ପେୟାର କରିବା ବି ଉଚିତ ନୁହଁ। ତ ଏଠାରେ ହଉଛି ମାୟାବାଦୀ ମାନଙ୍କର ଏଇ ଯୋଉ ଧାରଣା ଥିଲା, ସେଟା ହଉଛି ପ୍ରଯୁଜ୍ୟ ନୁହଁ। ଆମେ ଗୋଟେ ଅଗ୍ନି କଣା ସଦୃଶ, ଆଉ ସିଏ ହଉଛନ୍ତି ସେ ମୌଳିକ ଅଗ୍ନି, ଯେ କି ଯାହା ଠାରୁ ବି ଆମେ ସବୁ ସୃଷ୍ଟି ହେଇଛୁ। ଏପରିକି ସିଏ ଯେତେବେଳେ ଶ୍ରୀକୃଷ୍ଣ ଯେତେବେଳେ ଦେବକୀ ଆଉ ବସୁଦେବଙ୍କ ଆଗରେ ଆବିର୍ଭାବ ହେଇଥିଲେ, ସେତେବେଳେ ବି ସେ ପରମପୁରୁଷ ଭଗବାନ ଥିଲେ। ଆଉ ସେ ଶିଶୁ ଅଛନ୍ତି, ସେତେବେଳେ ବି ସେ ପୁରା ପରମପୁରୁଷ ଭଗବାନ ଅଛନ୍ତି। ଆଉ ସେତେବେଳେ ବଡ ହେବେ, ସେତେବେଳେ ବି ପରମପୁରୁଷ ଭଗବାନ ରହିବେ। ଆଉ ତାଙ୍କ ଭିତରେ କିଛି ଡିଫରେନ୍ସ ନାହିଁ। ତାପରେ କିନ୍ତୁ କୃଷ୍ଣ କିନ୍ତୁ ଯେତେବେଳେ କୃଷ୍ଣ ତାଙ୍କୁ ଦେଖୁଥିଲେ, ସେ ତାଙ୍କୁ ଦେଖିକି ଆଖି ବନ୍ଦ କରିଦେଇଥିଲେ। ତ ଏଠାରେ ଅନେକ ମାନେ ଭକ୍ତ ମାନେ ସବୁ ଅଲଗା ଅଲଗା ବ୍ୟାଖ୍ୟା କରିଥିଲେ ଯେ କଣ ପାଇଁ ସେ ତାଙ୍କ ଆଖି ବନ୍ଦ କରିଦେଇଥିଲେ। ତ କେତେ ଜଣ କହୁଛନ୍ତି ଯେ ସେ ଫାଷ୍ଟ କଥା ସେ ପୂତନାଙ୍କ ମୁଖକୁ ଚାହିଁବାକୁ ଚାହୁଁନଥିଲେ, କାହିଁକି ନା ତାଙ୍କୁ ମାନେ ହତ୍ୟା କରିବାକୁ ଆସିଛି, ଆଉ ଏତେ ଜଣ ଶିଶୁକୁ ସେ ହତ୍ୟା କରିସାରିଛି। ଆଉ ଜଣେ କେତେ ଜଣ କହୁଛନ୍ତି ଯେ ସିଏ ଜାଣିଦବ ଯେ କଣ ଶ୍ରୀକୃଷ୍ଣ ହଉଛନ୍ତି ଅସାଧାରଣ, ସେ କାଳେ ଭୟପ୍ରାପ୍ତ ହେଇଯିବ, ସେଥିପାଇଁ ସେ ନିଜର ଆଖି ବନ୍ଦ କରିଦଉଛନ୍ତି। ଯେମିତି ଗୋଟେ ଛୋଟ ପିଲା ଯେମିତି ସେ କିଛି ଜାଣିନାହାନ୍ତି, ସେମିତି ସେ ପୁରା ଆଖି ବନ୍ଦ କରିଦଉଛନ୍ତି। ଆଉ କେତେକ ଭକ୍ତ କହୁଛନ୍ତି ଯେ ଭଗବତ ଗୀତାରେ ଯୋଉ ଲେଖା ହେଇଛି ପରିତ୍ରାଣାୟ ସାଧୁନାଂ ବିନାଶାୟ ଚତୁଷ୍କୃତାଂ, ତ ହଁ, ସେଥିରେ ଯେମିତି କୁହାଯାଇଛି ମାନେ ଭଗବାନ କଣ ପାଇଁ ଯୋଉ ପୃଥିବୀରେ କଣ ପାଇଁ ଅବତାର ଗ୍ରହଣ କରନ୍ତି, ଏଇଥିପାଇଁ କାରଣ ସାଧୁ ଲୋକମାନଙ୍କୁ ବା ତାଙ୍କ ଭକ୍ତ ମାନଙ୍କୁ ସେ ସୁଖ ପ୍ରଦାନ କରିବା ପାଇଁ, ଆଉ ଯେତେ ଜଣ ଅଧର୍ମୀ ଲୋକ ଅଛନ୍ତି ତାଙ୍କୁ ତାଙ୍କର ନାଶ କରିବା ପାଇଁ।
ତ ସେ ସେଠାରେ ଏହା କହୁଛନ୍ତି ଯେ ସିଏ ତାଙ୍କୁ ଶ୍ରୀକୃଷ୍ଣ ହଉଛନ୍ତି ପୂତନାକୁ ବଧ କଲେ, ତ ସିଏ ହଉଛନ୍ତି ଜଣେ ସ୍ତ୍ରୀ ଲୋକ। ତ ଏଠାରେ ଏଠାରେ ଏଇଟା ବି ଗୋଟେ ମେନସନ କରାହେଇଛି ଯେ ବେଦରେ ଆମର ଲେଖା ହେଇଛି ଯେ ସ୍ତ୍ରୀ ଲୋକମାନଙ୍କୁ ଅତ୍ୟାଚାର କରିବା କିମ୍ବା ତାଙ୍କୁ କଣ ବଧ କରିବା ଗୋଟେ ଅପରାଧ ବୋଲି। ସେଇଥିପାଇଁ ସେଥିପାଇଁ ଶ୍ରୀକୃଷ୍ଣ କିନ୍ତୁ ବାଧ୍ୟ ହେଇଥିଲେ ତାଙ୍କୁ ବଧ କରିବା ପାଇଁ। ସେଥିପାଇଁ ତା ପୂର୍ବରୁ ତାଙ୍କୁ ନିଜ ଆଖି ବନ୍ଦ କରିଦେଇଥିଲେ। ଆଉ କେତେ ଜଣ ଭକ୍ତ ମାନେ କହୁଛନ୍ତି ଯେ ଶ୍ରୀକୃଷ୍ଣ ପୂତନାଙ୍କୁ ତାଙ୍କର ଭାଇ ଭାବରେ ଗ୍ରହଣ କରିଥିଲେ। ଭାଇ ମାନେ ତାଙ୍କର ମାତୃ ତୁଲ୍ୟ ଭାବେ ଗ୍ରହଣ କରିଥିଲେ। ସେଥିପାଇଁ କିନ୍ତୁ ସିଏ ଆସିଥିଲେ କଣ ପୂତନା ଆସିଥିଲେ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ। ସେଥିପାଇଁ ସେ ସେଟାକୁ ମାତୃ ତୁଲ୍ୟ ଭାବେ ଗ୍ରହଣ କରିଥିବାରୁ କିନ୍ତୁ ତାଙ୍କୁ ବଧ କରିବାକୁ ପଡିବ, ସେଥିପାଇଁ ସିଏ ଆଗୁଆ ତାଙ୍କର ଆଖି ବନ୍ଦ କରିଦେଇଥିଲେ। ଆଉ ସେ ତାଙ୍କ ମାତୃତୁଲ୍ୟ କେମିତି ଥିଲେ ଏଟା ବି ତାଙ୍କ ବୈଦିକ ଶାସ୍ତ୍ରରେ ଲେଖା ହେଇଛି। ମୋର 7 ପ୍ରକାରର ମାତା ଥାନ୍ତି। ଫାର୍ଷ୍ଟ ହଉଛି ପ୍ରକୃତ ମାତା ଯିଏ ଜନ୍ମ ଦେଇଛନ୍ତି, ତାପରେ ହଉଛନ୍ତି ଗୁରୁଙ୍କର ପତ୍ନୀ, ତାପରେ ରାଜାଙ୍କର ପତ୍ନୀ ଅଥବା ମାନେ ରାଣୀ, ଆଉ ବ୍ରାହ୍ମଣଙ୍କର ପତ୍ନୀ, ତାପରେ ହଉଛନ୍ତି ଗୋମାତା, ତାପରେ ଧରିତ୍ରୀ ମାତା ମାନେ ପୃଥିବୀ, ତାପରେ ହଉଛନ୍ତି ଧାଇ। ତ ଏଇ କାରଣରୁ ସିଏ ତାଙ୍କର ଗୋଟେ ଧାତ୍ରୀ ମାନେ ତାଙ୍କ ମାତୃତୁଲ୍ୟ ବୋଲି ସେ ତାଙ୍କୁ ଆଖି ଆଗରୁ ବନ୍ଦ କରିଦେଇଥିଲେ। ତ ବୈଦିକ ଶାସ୍ତ୍ରରେ ବର୍ଣ୍ଣିତ କରାଯାଇଛି ଶ୍ରୀକୃଷ୍ଣ ପୂତନାଙ୍କ ମାତୃତୁଲ୍ୟ ମାନେ ବ୍ୟବହାର କରିଥିଲେ କଣ ପାଇଁ? ଆଉ ମାନେ ମାତୃତୁଲ୍ୟ ଭାବେ ବ୍ୟବହାର କରିଥିଲେ ମାନେ କିପରି ନା ଯଶୋଦା ମାତାଙ୍କୁ ଯେମିତି ସେ ତାଙ୍କୁ ସ୍ନେହ କରୁଥିଲେ, ଆଉ ତାପରେ ତାଙ୍କର କଣ ମୃତ୍ୟୁବରଣ ପରେ ଯଶୋଦା ମାତା କଣ ମୃତ୍ୟୁ ଲାଭ କରିଦେଇଥିବେ, କିନ୍ତୁ ଏ ସେ ପୂତନାକୁ ତାଙ୍କ ମାତୃତୁଲ୍ୟ ଭାବେ ସ୍ୱୀକାର କରିଥିବାରୁ ତାଙ୍କର ବି ଯେତେବେଳେ ସେ ବଧ କରିଥିଲେ ତ ତାଙ୍କୁ ବି ମୁକ୍ତି ଲାଭ ମିଳିଯାଇଥିଲା। ତ ପୂତନା ଯେତେବେଳେ ଭଗବାନଙ୍କୁ କୋଳରେ ଧରିଲା, ସେ ଜାଣିଥିଲା ସେ ତାର ମୃତ୍ୟୁକୁ କୋଳରେ ଧରିଛି। ମାନେ ସେ ତାର ଆଗରୁ ଜାଣିଥିଲା ସେ ହଉଛନ୍ତି ପରମ କୃଷ୍ଣ ଭଗବାନ। ଯେମିତି ଆମେ ଜାଣି ଶୁଣିକି ଥୋଡି ନା ଆମେ ଯୋଉ ଗୋଟେ ଦଉଡିକୁ ଆମେ ଯଦି ସର୍ପ ଭାବିକି ଧରିବା ସେଇଟା କିଛି ହବନି। ତ ଆମେ ଜାଣିଛୁ ଯଦି ସେଟା ଗୋଟେ ସର୍ପ, ତାକୁ ଆମେ ଦଉଡି ଭାବିକି ଧରିବା, କିନ୍ତୁ ଆମ ମନରେ କଣ ଡର ଥିବ ଯେ ଆମେ ନିଶ୍ଚୟ ମୃତ୍ୟୁବରଣ କରିବା। କିନ୍ତୁ ସେଟା ଯେତେବେଳେ ତାଙ୍କୁ କୋଳରେ ଧରିଛନ୍ତି ସେତେବେଳେ ଯଶୋଦା ମା କିମ୍ବା ଯୋଉ ରୋହିଣୀ ମାତା ସେ ତାଙ୍କୁ କିଛି ବି ମନା କରିନାହାନ୍ତି, କାରଣ ସେ ତାଙ୍କର ଅସାଧାରଣ ସୌନ୍ଦର୍ଯ୍ୟରେ ପୁରା ମୁଗ୍ଧ ହେଇଯାଇଥିଲେ। ତ ପୂତନା ତାର ସ୍ତନରେ ଭୟଙ୍କର ବିଷ ବୋଳିକି ଆସିଥିଲା। ତ ସେ ଶିଶୁ ଶ୍ରୀକୃଷ୍ଣଙ୍କୁ କୋଳରେ ଧରି ସ୍ତନ୍ୟପାନ କରାଇଲା। ସେ ଆଶା କରିଥିଲା ଯେ ଶ୍ରୀକୃଷ୍ଣ ସ୍ତନ୍ୟପାନ କରିବା ମାତ୍ରେ ମୃତ୍ୟୁବରଣ କରିଦେବେ। ମାତ୍ର ଶ୍ରୀକୃଷ୍ଣ ବିଷ ଦୁଗ୍ଧ ପାନ କରିବା ସହ ପୂତନାର ପ୍ରାଣବାୟୁ ମଧ୍ୟ ଶୋଷଣ କରିଦେଇଥିଲେ, ଆଉ ଏହିପରି ତାର ବଧ କରିଦେଇଥିଲେ। ଶ୍ରୀକୃଷ୍ଣ ଏତେ ଦୟାଳୁ ଥିଲେ ଯେ ପୂତନାର ସ୍ତନ୍ୟପାନ କରାଇବାର ଅଭିଳାଷ ମଧ୍ୟ ପୂରଣ କରିଥିଲେ। ସେ ଜାଣିଥିଲେ ଯେ ତାର ଅ ମାରିବାକୁ ଆସିଛି ତାକୁ, ସେ ସେଇଠି ବି ଚାହିଁଲେ ତାକୁ ମାରି ପାରିଥାନ୍ତେ କିଛି ମାନେ ମାୟା କରିକି, କିନ୍ତୁ ତାର ବୋଧେ ମାନେ ତା ପୂର୍ବରୁ ବୋଧେ କିଛି ଅଭିଳାଷ ଥିବ ସ୍ତନ୍ୟପାନ କରିବା ପାଇଁ, ଯେ ସେଇଟାର ବି ଅଭିଳାଷ ଶ୍ରୀକୃଷ୍ଣ ପୂରଣ କରିଥିଲେ। କିନ୍ତୁ ସେ ଶିଶୁ ହତ୍ୟା କରିଛନ୍ତି, ଆଉ ଏଠିକି ବି ସେ ଭଗବାନଙ୍କୁ ମାରିବା ପାଇଁ ଆସିଥିଲେ। ଏଇ ପ୍ରକାର ମାନେ ଜଘନ୍ୟ କର୍ମ ପାଇଁ ସେ ତାଙ୍କୁ ବଧ କରିଥିଲେ। ସେ ସ୍ୱୟଂ ଭଗବାନଙ୍କ ହାତରୁ ସେ ସ୍ୱୟଂ ଭଗବାନଙ୍କ ହାତରୁ ମରିଥିଲେ, ସେଥିପାଇଁ ସେ ମୁକ୍ତି ଲାଭ କରିଗଲେ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ପୂତନାର ପ୍ରାଣବାୟୁ ଶୋଷି ନେଲେ, ପୂତନା ଅତି ଛଟପଟ ହୋଇ ଭୂଇଁରେ ପଡିଗଲା ଏବଂ ତାକୁ ଛାଡିଦେବା ପାଇଁ ବହୁତ କ୍ରନ୍ଦନ କଲା ଏବଂ ଚିତ୍କାର କଲା। ତ ସେ ପୂତନା ଯେତେବେଳେ ବଧ କରାହେଲା, ତ ସେଇ ଟାଇମଟାରେ ପୁରା ସ୍ୱର୍ଗ ମର୍ତ୍ତ୍ୟ ସବୁ ଯାକ ପୁରା କମ୍ପନ ହେଇଗଲା, କାରଣ ସେ ଏତେ ଏତେ ବଡ ଗୋଟେ ରାକ୍ଷସୀ, ତାର ଶବ୍ଦ ବି ସବୁଆଡକୁ କମ୍ପନ କରିଦଉଥିଲା। ତାପରେ ସିଏ ଯେତେବେଳେ ମାନେ ମରି ମରିକି ଆସୁଥିଲା ସେତେବେଳେ ସେ ରାକ୍ଷସ ରୂପକୁ ପରିବର୍ତ୍ତନ ହେଇଗଲା। ଆଉ ତାପରେ ଲାଷ୍ଟକୁ ସିଏ ହାତ ଗୋଡ ମେଲା କରିକି ସେଇଠି ପଡିଗଲା। ତାପରେ ପୂତନାର ଶରୀର କିଭଳି ଥିଲା ସେଟାକୁ ବି ଡେସକ୍ରାଇବ କରାଯାଇଛି ଯେ ସେ ଯେତେବେଳେ ମରିଗଲା ମାନେ ତାର ମୃତ ଶରୀର ମାନେ ଦୀର୍ଘ କେଶ ଗୁଚ୍ଛରେ ତାର ଶରୀର ପୁରା ଆବୃତ ହେଇଗଲା।
ପୁରା 12 ମାଇଲ ଯାଏ ଯେତିକ ବି ବୃକ୍ଷଲତା ସବୁ ଥିଲା ସବୁ ଯାକ ଚୂର୍ଣ୍ଣ ହେଇଗଲା, ସବୁ ଭାଙ୍ଗିଗଲା। ତାର ଏତେ ମାନେ ତାର ଦାନ୍ତ ଥିଲା ଯେ ପୁରା ଲଙ୍ଗଳ ଶିଆଳ ଭଳିଆ ତାର ଦାନ୍ତ ଥିଲା। ତାର ନାକ ପୁରା ପୁରା ପର୍ବତ ଗୁମ୍ଫା ଭଳିଆ। ତା ସ୍ତନ ଥିଲା କ୍ଷୁଦ୍ର ପର୍ବତ ପରି। ଆଉ ତା କେଶଗୁଚ୍ଛ ବିରାଟ ଲାଲ ବୁଦା ପରିକା ଥିଲା। ତାର ଦୁଇଟି ଜଙ୍ଘ ଥିଲା ଯେମିତି ନଦୀର ଦୁଇ କୂଳ। ଆଉ ଉଦର ଥିଲା ଶୁଷ୍କ ହ୍ରଦ। ତାମାନେ ସେ ଏତେ ବିଶାଳ କାୟ ଥିଲା ଯେ ତାର 12 ମାଇଲ ପର୍ଯ୍ୟନ୍ତ ତାର ପୁରା ଶରୀର ବିସ୍ତୃତ ହେଇକି ଥିଲା। ତ ବୃନ୍ଦାବନ ବାସୀ ଏଟାକୁ ଦେଖିକି ପୁରା ଆଚମ୍ବିତ ହେଇଗଲେ। ଆଉ ସିଏ ଆଗ ଚିନ୍ତିତ ହେଇଗଲେ ଶ୍ରୀକୃଷ୍ଣଙ୍କ ପ୍ରତି। ଆଉ ସେ କମ୍ପନ ଶୁଣିକି ମଧ୍ୟ ସମସ୍ତେ ଥରି ଉଠିଲେ। ଶ୍ରୀକୃଷ୍ଣ ପୂତନା କୋଳରେ ନିର୍ଭୀକ ଭାବେ ଖେଳୁଥିଲେ କିନ୍ତୁ। ତାହା ଦେଖି ଯଶୋଦା, ରୋହିଣୀ ଏବଂ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ନେଇ ଗାଈ ଲାଞ୍ଜରେ ଛାଡିଦେଲେ। ଆଉ କାରଣ ସେଇ ଟାଇମରେ ମାନେ ଗୋମାତାଙ୍କର ମାହାତ୍ମ୍ୟ ବହୁତ ଅଧିକ ଥିଲା। ତ ସେ ତାଙ୍କୁ ଗାଈର ଲାଞ୍ଜରେ ଛାଡିଦେଲେ। ଆଉ ଗୋମୂତ୍ର ତାଙ୍କର ସ୍ନାନ କରାଇଲେ ଆଉ ତାଙ୍କୁ ଗୋଧୂଳି ଲଗାଇଲେ। କାହିଁକି ନା ସେମାନେ ଭାବୁଥିଲେ ସେଥିରେ ଅମଙ୍ଗଳ କଟିଯାଏ। ତାପରେ ଶ୍ରୀକୃଷ୍ଣ ଦିବ୍ୟ ଶରୀର ଧାରଣ କରିଥିଲେ। ଶ୍ରୀକୃଷ୍ଣଙ୍କର ଦିବ୍ୟ ଶରୀର ଥିଲା, ତାଙ୍କୁ କିଛି କ୍ଷତି ହେଇନଥାନ୍ତା। କିନ୍ତୁ ସିଏ ଆମ ମାନଙ୍କୁ ଜଣେଇବାକୁ ଚାହୁଁଥିଲେ ଯେ ଆକ୍ଚୁଆଲି ଗୋମାତାଙ୍କର କେତେ ମାହାତ୍ମ୍ୟ ରହିଛି। ସେଇଥିପାଇଁ ସିଏ ଗୋମୂତ୍ର ମଧ୍ୟ ସ୍ନାନ କଲେ ଏବଂ ଗୋଧୂଳି ମଧ୍ୟ ଲଗାଇଲେ। ତାପରେ ତାପରେ ସମସ୍ତେ ମିଶିକି ଶ୍ରୀକୃଷ୍ଣଙ୍କ ଉପରେ ଯେମିତି ଆଉ କିଛି ଅଶୁଭ ପ୍ରଭାବ ନ ପଡେ ସେଥିପାଇଁ ସମସ୍ତେ ମାନେ କଣ ଦିବ୍ୟ ନାମ କୀର୍ତ୍ତନ କଲେ, ମାନେ ବିଷ୍ଣୁଙ୍କର ନାମ କୀର୍ତ୍ତନ କଲେ। ତ ଏଇଟା ଆଉ ଗୋଟେ ଏଇ ପର୍ଟିକୁଲାରଲି ଗୋଟେ ମେନସନ କରାଯାଇଛି। ଯେତେବେଳେ ସେ କୃଷ୍ଣଙ୍କର ନାମ କୀର୍ତ୍ତନ କଲେ ତା ପୂର୍ବରୁ ସେମାନେ ପୁରା ହାତ ପାଦ ଧୋଇ ପୁରା ସ୍ୱଚ୍ଛ ଭାବରେ ଆସିକି ସମସ୍ତ ବୃନ୍ଦାବନ ବାସୀ ମିଶିକି ଶ୍ରୀକୃଷ୍ଣଙ୍କର ନାମ କୀର୍ତ୍ତନ କଲେ। କାରଣ ସେମାନେ ଭାବୁଥିଲେ ଯେ ଶ୍ରୀକୃଷ୍ଣଙ୍କର ମାନେ ବିଷ୍ଣୁଙ୍କର ଦିବ୍ୟ ନାମ କୀର୍ତ୍ତନ ଆଉ ଗୋମାତାଙ୍କର ମାନେ ମାହାତ୍ମ୍ୟ ଦ୍ଵାରା ଆମର କିଛି ଖରାପ ଶକ୍ତି ଆମେ କିଛି କରିପାରିବନି। ତ ସେଥିପାଇଁ ସେ ଗୋମାତାଙ୍କର ଆଉ ବିଷ୍ଣୁଙ୍କର ଦିବ୍ୟ ନାମର ଶରଣାପନ୍ନ ହୋଇଥିଲେ, ଯୋଉ ଯଶୋଦା ମାତା। ଗୋମା ଗୋମାହାତ୍ମ୍ୟ ଓ ଦିବ୍ୟ ନାମ କୀର୍ତ୍ତନ ବୈଦିକ ଯୁଗରୁ ଚାଲି ଆସିଛି। ଆଉ ବେଦରେ ବର୍ଣ୍ଣନା କରାଯାଇଛି ଯେ ଯେଉଁମାନେ ବୈଦିକ ରୀତି ପାଳନ କରନ୍ତି ତାଙ୍କୁ ଗୃହସ୍ଥ ଜୀବନରେ ଆଟଲିଷ୍ଟ ହଉଛି 12ଟା ଗାଭୀ ଗୃହରେ ରଖିବା ଉଚିତ। ଗୃହରେ ଶ୍ରୀ ବିଷ୍ଣୁଙ୍କର ବିଗ୍ରହ ସ୍ଥାପନ କରି ପୂଜା ଅର୍ଚ୍ଚନା କରିବା ଉଚିତ। ଏଠାରେ ଆମକୁ ଏଟା ବି ଲେସନ ଦିଆଯାଇଛି ଯେ ସେତେବେଳେ ଯୋଉ ସମସ୍ତେ ବୈଦିକ ରୀତିନୀତି ପାଳନ କରୁଥିଲେ ତ ସେମାନେ କହୁଥିଲେ ଯେ ଆଟଲିଷ୍ଟ ଜଣଙ୍କ ଘରେ 12ଟା ଗାଈ ଥିବା ଦରକାର। ଆଉ ତାଙ୍କର ଘରେ ଅଛି ବିଷ୍ଣୁଙ୍କର ମୂର୍ତ୍ତି ଥାଇ ସେମାନେ ପୂଜା ଅର୍ଚ୍ଚନା କରିବା ଉଚିତ। ତା ତାହେଲେ ତ ଆମର କିଛି ଖରାପ ଶକ୍ତି ଆମର କିଛି ବିପଦ ଆମକୁ ଆସିବନି। ତାର ପକ୍ଷରେ ବାସୁଙ୍କର ଦେବାକୁ ଯାଇଥିଲେ କି ଗୋପାଳକ ମାନେ ଆଉ ନନ୍ଦ ମହାରାଜ ଯାଇଥିଲେ। ତ ସେ ଯେତେବେଳେ ଆସିକି ପୂତନାର ଏଇ ଯୋଉ ବିରାଟ ମାନେ ମୃତ ଶରୀର ଦେଖିଛନ୍ତି ସେଠି ପୁରା ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ଏବଂ ଆଉ ବସୁଦେବଙ୍କୁ ମହାତ୍ମା ଆଉ କଣ ସାଧବ ଯୋଗୀ ବୋଲି ସେ କହିଛନ୍ତି। କାରଣ ସେ ତାଙ୍କୁ ଭବିଷ୍ୟତ କାରଣ ସେ ଆଗରୁ ତାଙ୍କୁ କହିଦେଇଥିଲେ ନା ତମେ ଆଗରୁ ମାନେ ଚେତାବନୀ ଦେଇ ଦେଇଥିଲେ ଯେ କିଛି ଗୋଟେ ଅଘଟଣ ଘଟିପାରେ। ହଁ ତାପରେ ସମସ୍ତେ ଯେତେବେଳେ ମୃତ ଶରୀରକୁ ଏତେ ବଡ ଶରୀର ଅଛି ଏକା ସହିତ କେହି ଚଳେଇ ପାରିବେନି ତ ସମସ୍ତେ ଗୋପାଳକ ମାନେ ମିଶିକି ତାଙ୍କ ମାନେ ଶରୀରକୁ ମାନେ କାଟିବା ଆରମ୍ଭ କଲେ ଆଉ କାଟି କାଟିକି ଅଲଗା ଅଲଗା ଜାଗାରେ ମାନେ ଅଲଗା ଅଲଗା କରିକି ତାକୁ ପୋଡିଲେ। କିନ୍ତୁ ଏଇଟା ଗୋଟେ ଅଦ୍ଭୁତ ଜିନିଷ ହେଲା କି ତାକୁ ନର୍ମାଲି ଯେତେବେଳେ ମଣିଷର ହୁଏ କିମ୍ବା ଯୋଉ ପଶୁର ଦେହ ଯେତେବେଳେ ପୋଡା ହୁଏ ସେଥିରୁ କେବଳ ଧୂଆଁ ବାହାରେ ଆଉ କେବଳ ଦୁର୍ଗନ୍ଧ ଆସେ। କିନ୍ତୁ ସେପରି ଏକ ରାକ୍ଷସର ଯେତେବେଳେ ଶରୀରକୁ ଯେତେବେଳେ ପୋଡା ହଉଛି କିନ୍ତୁ ସେଥିରୁ ଏକ ସୁଗନ୍ଧ ଆସୁଛି। ସମସ୍ତେ ଯେତେବେଳେ କନଫ୍ୟୁଜ ହେଇଯାଉଛନ୍ତି ଯେତେକ ବୃନ୍ଦାବନ ବାସୀ ଯେ ସୁଗନ୍ଧ କୋଉଠାରୁ ଆସୁଛି। କିନ୍ତୁ ତାପରେ ସେ ଜାଣିବାକୁ ପାଉଛନ୍ତି ଏଇ ଯୋଉ ସୁଗନ୍ଧ ଟା ଆସୁଛି ସେ ପୂତନାର ସେ ଶରୀରରୁ ଆସୁଛି।
ଏଇଟା କେମିତି ହେଲା ନା, କାରଣ ପୂତନା ହଉଛନ୍ତି ଶ୍ରୀକୃଷ୍ଣଙ୍କ ଠାରୁ ମାନେ ମୃତ୍ୟୁବରଣ କରିଛନ୍ତି, ଆଉ ସେ ତାଙ୍କ ନିଜକୁ ମାନେ ସେ ରାକ୍ଷସୀ ମାନେ ଭଗବାନଙ୍କୁ ନିଜ କୋଳରେ ଧାରଣ କରିଥିଲେ। ସେଇପାଇଁ ତାଙ୍କ ଶରୀର ମଧ୍ୟ ମାନେ ପବିତ୍ର ହୋଇଯାଇଥିଲା। ତ ଆଉ ହଁ, ସେ ସେଥିପାଇଁ ବି କହିଛନ୍ତି ସିଏ ଯୋଉ ମାନେ ସିଏ ଏତେ ବଡ ରାକ୍ଷସୀ ହେଇକି ବି ସେ ଯେତେବେଳେ ଶ୍ରୀକୃଷ୍ଣଙ୍କୁ କେବଳ ଧାରଣ କରିଛନ୍ତି, ସେତେବେଳେ ତାଙ୍କୁ ମାନେ ଶରୀର କେତେ ପବିତ୍ର ହେଇଗଲା। କିନ୍ତୁ ତାହେଲେ ଯୋଉମାନେ ପୁରା ବୃନ୍ଦାବନ ବାସୀ ତାଙ୍କ ସହିତ ଯୋଉମାନେ ପୁରା ରହୁଛନ୍ତି, ତ ସେମାନେ କେତେ ପବିତ୍ର ଆଉ କେତେ ସରଳ ଯେ ତାଙ୍କ ସହିତ ଶ୍ରୀକୃଷ୍ଣ ବାସ କରୁଛନ୍ତି। ତାପରେ ଏହା ସିଦ୍ଧ ହଉଛି ଯେ ଭଗବାନଙ୍କ ସେବାରେ ଅଳ୍ପ କିଛି ସମୟ ବ୍ୟୟ କରିଥିଲେ ବି ବ୍ୟକ୍ତି ତଦ୍ୱାରା ବିପୁଳ ଦିବ୍ୟ ଫଳ ପ୍ରାପ୍ତ ହୁଏ। ସେ ତାଙ୍କୁ ମାରିବାକୁ ଆସିଥିଲେ, କିନ୍ତୁ କେବଳ ତାଙ୍କୁ ଦେଖିକି ଆଉ ତାଙ୍କ କୋଳରେ ଧରିକି ସେ ଦିବ୍ୟ ଫଳ ପ୍ରାପ୍ତ କଲେ, ମାନେ ସେ ପୁରା ଜନ୍ମ ମୃତ୍ୟୁ ଚକ୍ରକୁ କାଟିକି ପୁରା ମୁକ୍ତି ଲାଭ ପାଇଗଲେ। ତ ସେଥିପାଇଁ ଭଗବତ ଗୀତାରେ କୁହାଯାଇଛି ସ୍ୱଳ୍ପଂ ଅପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍। କୃଷ୍ଣ ସେତାରେ ଭକ୍ତି ସେବା ଏତେ ମହାନ ଯେ ଏପରିକି ଜଣେ ଜ୍ଞାତ ସାରରେ ହେଉ କିମ୍ବା ଅଜ୍ଞାତ ସାରରେ କୃଷ୍ଣଙ୍କ ପ୍ରତି ତାର ସାମାନ୍ୟ ସେବା ତାକୁ ବିପୁଳ ଦିବ୍ୟ ଫଳ ପ୍ରଦାନ କରିପାରେ। ସେତେବେଳେ ସେ ଭଗବତ ଗୀତାରେ ଏଟା କହୁଛି, ତମେ ଜାଣତରେ ହଉ କିମ୍ବା ଅଜାଣତରେ ହଉ, ତମେ ଯଦି ଶ୍ରୀକୃଷ୍ଣଙ୍କ ନାମ କୀର୍ତ୍ତନ କରୁଛ, ତାହେଲେ ତାଙ୍କୁ ବହୁତ ଦିବ୍ୟ ଫଳ ଲାଭ ହବ। ଆଉ ଯେମିତି କି ଧ୍ରୁବ ମହାରାଜଙ୍କ କଥା କୁହାହବ କି ସିଏ ଏତେ ଛୋଟ ଥିଲେ, କିନ୍ତୁ ସିଏ ଜାଣିନଥିଲେ ଯେ ମାନେ ଦିବ୍ୟ ନାମ କୀର୍ତ୍ତନ କିମ୍ବା କୃଷ୍ଣଙ୍କର ନାମ କୀର୍ତ୍ତନ କଲେ କଣ ହବ। କିନ୍ତୁ ନାରଦ ମୁନି ତାଙ୍କୁ କହିଲେ ଯେ ତମ ବିଷ୍ଣୁଙ୍କର ନାମ କୀର୍ତ୍ତନ କର, ତମେ ସବୁ ପ୍ରକାର ତମକୁ ନଲେଜ ପଳେଇ ଆସିବ। ତ ସିଏ କିଛି ଜାଣିନଥିଲେ ବିଷ୍ଣୁଙ୍କର ନାମର ମାନେ ମାହାତ୍ମ୍ୟ କଣ, କିନ୍ତୁ ସେ ତାଙ୍କର ନାମ କୀର୍ତ୍ତନ କରିକି ସମସ୍ତ ପ୍ରକାର କଣ ଜ୍ଞାନର ଅଧିକାରୀ ହେଇଥିଲେ। ତାପରେ ଆଉ ବିଷ୍ଣୁଙ୍କୁ ଉପାସନା କରିବା ଏତେ ସହଜ, ଯୋଉଟା କି ଭଗବତ ଗୀତାରେ କୁହାଯାଇଛି ଯୋଉ ପୁଷ୍ପମ୍ ଫଳମ୍ ପତ୍ରମ୍, ଏ ସବୁ ମାନେ ପତ୍ର ହଉ କିମ୍ବା ଫଳ ହଉ କିମ୍ବା ପୁଷ୍ପ ହଉ, ଯାହା ବି ତମେ ଅର୍ପଣ କରିକି ତମେ ବିଷ୍ଣୁଙ୍କର ଉପାସନା କରିପାରିବ। ତ ସେଇଟା ଏତେ ସହଜ, ତ ସମସ୍ତଙ୍କୁ ଶ୍ରୀକୃଷ୍ଣଙ୍କର ନାମ କୀର୍ତ୍ତନ କରିବା ଉଚିତ ଆଉ ତାଙ୍କର ଯେତେ ଯେତେ ସେବା କରିବା ଉଚିତ। ତ ଶ୍ରୀକୃଷ୍ଣଙ୍କର ବ୍ରହ୍ମା ଆଉ ଶିବଙ୍କ ଭଳି ମହାନ ଦେବତା ମାନେ ବ୍ରହ୍ମା ଆଉ ଶିବ ମଧ୍ୟ ବିଷ୍ଣୁଙ୍କର ଉପାସନା କରନ୍ତି। ତ ପୂତନା ଏତେ ଭାଗ୍ୟବତୀ ଥିଲେ ଯେ ସେ କୃଷ୍ଣ ତା କୋଳରେ ଏକ ଶିଶୁ ରୂପରେ ଖେଳିଥିଲେ। କୃଷ୍ଣଙ୍କର ଯେଉଁ ପାଦ ପଦ୍ମ ମହାନ ଋଷି ଓ ଭକ୍ତ ମାନଙ୍କ ଦ୍ଵାରା ପୂଜିତ, କୃଷ୍ଣ ସେହି ପାଦ ପଦ୍ମକୁ ପୂତନାର ଶରୀର ଉପରେ ସ୍ଥାପନ କରିଥିଲେ। ଲୋକମାନେ କୃଷ୍ଣଙ୍କୁ ଉପାସନା କରିକି ଗଭୀର ଶ୍ରଦ୍ଧା ଓ ଭକ୍ତିର ସହିତ ପ୍ରସାଦ ଅର୍ପଣ କରିଥାନ୍ତି। କିନ୍ତୁ ସେହି ପରମ ପୁରୁଷ କୃଷ୍ଣ ସ୍ୱତଃ ପୂତନାର ସ୍ତନ୍ୟପାନ କରିଥିଲେ। ତେଣୁ ଭକ୍ତମାନେ ତେଣୁ ତେଣୁ ଭକ୍ତମାନେ ପ୍ରାର୍ଥନା କରନ୍ତି, ଯେତେବେଳେ ପୂତନା ଶତ୍ରୁ ଉପରେ ଶ୍ରୀକୃଷ୍ଣଙ୍କୁ କିଛି ଦାନ କରି ଏତେ ଉପକାର ପାଇଲା, ସେତେବେଳେ ଯେ ଅତ୍ୟନ୍ତ ସ୍ନେହ ଶ୍ରଦ୍ଧା ଓ ପ୍ରେମରେ ଶ୍ରୀକୃଷ୍ଣଙ୍କର ପୂଜା କରୁଛନ୍ତି, ସେ କି ବିପୁଳ ଉପକାର ନ ପାଇବ। ତ ଏଠାରେ ଆମେ ଜାଣିବାକୁ ପାଉଛୁ ଯେ ସେ ଗୋଟେ ରାକ୍ଷସୀ ହେଇକି ମଧ୍ୟ ଶ୍ରୀକୃଷ୍ଣଙ୍କର ଏତେ ମାନେ ଶ୍ରୀକୃଷ୍ଣଙ୍କର ଏତେ ଦୟାଶୀଳତା ଥିଲା ଯେ ସେ ରାକ୍ଷସୀକୁ ମଧ୍ୟ କଣ ଯୋଉ ମୁକ୍ତି ଲାଭ ପ୍ରଦାନ କରିଥିଲେ। ତ ସମସ୍ତ ବୃନ୍ଦାବନବାସୀ ସେତିକି ପବିତ୍ର ଯେ ସେ ଶ୍ରୀକୃଷ୍ଣଙ୍କ ପାଖରେ ରହିପାରିଥିଲେ। ତ ଆମର ଏତିକି କର୍ତ୍ତବ୍ୟ ରହିବା ଉଚିତ ଯେ ଆମେ ସାଧାରଣ ମଣିଷ, ଆମେ ତ ସେମିତି ଶ୍ରୀକୃଷ୍ଣଙ୍କୁ ଡାଇରେକ୍ଟ ଦେଖା କରିପାରିବାନି କି ତାଙ୍କର ଡାଇରେକ୍ଟ କୃପା ପାଇପାରିବା ନାହିଁ। ତ ଆମକୁ ଗୋଟେ କାମ କରିବାର ଅଛି, ଯେତେରୁ ଯେତେ ମାନେ ଶ୍ରୀକୃଷ୍ଣଙ୍କ ନାମ କୀର୍ତ୍ତନ କରିବାର ଅଛି। ଯାହା ଦ୍ୱାରା ଗୋଟେ ବି ଯୋଉ କୁହାଯାଇଛି ବୈଦିକ ଶାସ୍ତ୍ରରେ ଯେ ଆମର କିଛି ଖରାପ ଶକ୍ତି କିମ୍ବା କିଛି ବିପଦ ଆମକୁ ଆସିପାରିବନି। ଯଦି ବି କିଛି ବିପଦ ଆସିଲା ତ
ଆମେ କୃଷ୍ଣଙ୍କର ଶରଣାପନ୍ନ ହେଇକି ସେ ବିପଦକୁ ସାମ୍ନା କରିପାରିବା। ତ ଏଇ ପୂତନା ବୋଧ ଏ ଚାପ୍ଟରରେ କିଛି ଟିଚିଙ୍ଗସ୍ ରହିଛି। ସେଟା ହଉଛି ଆମେ ବିପଦ ସମୟରେ ଭଗବାନଙ୍କର ଶରଣାପନ୍ନ ହେବା ଉଚିତ, ନା କି ମନୁଷ୍ୟ କିମ୍ବା ଅନ୍ୟ କୌଣସି ବସ୍ତୁର। ତ ଆଉ ସେକେଣ୍ଡ ହଉଛି ଦିବ୍ୟ ନାମ କୀର୍ତ୍ତନ ଦ୍ଵାରା ଖରାପ ଶକ୍ତି କୌଣସି କ୍ଷତି କରିପାରେ ନାହିଁ। ଆମେ ଯଦି ମାନେ କୃଷ୍ଣ କନସିୟସ୍ ପର୍ସନ, ମାନେ କୃଷ୍ଣ ଚେତନାରେ ଥିବା ବ୍ୟକ୍ତି ଆମେ, ତ ତାହେଲେ କୌଣସି ଖରାପ ଶକ୍ତି ଆମର କିଛି କରିପାରିବ ନାହିଁ। ଆଉ ଆଉ ଯୋଉ ପୂତନା ଏତେ ସୁନ୍ଦର ବେଶ କରିକି ଆସିଥିଲା ଗୋକୁଳକୁ, ତ କିନ୍ତୁ ସେ କଣ ପାଇଁ ଆସିଥିଲା, ତାର ଖରାପ ଇଣ୍ଟେନସନ ନେଇକି ଆସିଥିଲା। ତ ସେଇଟାକୁ ବି ଆମକୁ ନଜର କରିବାର ଅଛି ଆମ ବ୍ୟକ୍ତିଗତ ଜୀବନରେ, ଯେ ଜଣକୁ ଆମେ ତାଙ୍କ ରୂପରେଖକୁ ନେଇକି ଆମେ ତାଙ୍କୁ ଚିହ୍ନଟ କରିବା ଉଚିତ ନା ସିଏ ଭଲ ହେଇଥିବେ କି ଖରାପ ହେଇଥିବେ। ତ ଶିଶୁ କୃଷ୍ଣ ଯୁବ କୃଷ୍ଣ ପରି ପୁରା ପରିପୂର୍ଣ୍ଣ। ତ ଆମେ ତ ଭଗବାନଙ୍କ ଭଗବାନଙ୍କ ସହିତ ତୁଳନୀୟ ନୁହଁ, କିନ୍ତୁ ଆମେ ଏଇଟା ବି ମାନେ ଗଲତ ଫ୍ରେମ ରଖିବା କଥା ନୁହଁ ଯେ ଶିଶୁ କୃଷ୍ଣ ହଉଛନ୍ତି କମ ଶକ୍ତିଶାଳୀ ଆଉ ଯୁବ କୃଷ୍ଣ ମାନେ ସେ ବଡ ହେଇସାରିଲା ପରେ ଅଧିକ ଶକ୍ତିଶାଳୀ। ସେମିତି ନୁହଁ। ସିଏ ଯେତେବେଳେ ଛୋଟ ଥିଲେ ସେତେବେଳେ ବି ସେମ ଶକ୍ତିଶାଳୀ ଥିଲେ ଯେତେବେଳେ ସେ ଯୋଉ ଯୁବକ ଅବସ୍ଥାରେ ଥିଲେ। ତ ହଉଛି ଜୀବ କଦାପି ହଉଛି ଭଗବାନଙ୍କ ସହିତ ସମାନ ହେଇପାରିବ ନାହିଁ। ସେ କେବଳ ହଉଛି ଭଗବାନଙ୍କର ଏକ ଅଂଶ, ଆଉ ସେ କେବଳ ଭଗବାନଙ୍କର ଏକ ସେବକ ହୋଇ ରହିପାରିବ। ଆଉ ଯେତେବେଳେ ଯୋଉ ଭକ୍ତ ମାନଙ୍କର ଯଦି ଆମେ ତାଙ୍କ ତାଙ୍କ ବାର୍ତ୍ତାକୁ ନେଇକି ଯଦି ଆମେ କହିବା, ତ ଶ୍ରୀକୃଷ୍ଣଙ୍କୁ ଗୋଟେ ମାନେ ରାକ୍ଷସୀକୁ ଏକ ବଧ କରିବାକୁ ପଡିଥିଲା, କିନ୍ତୁ ସେ ତା ପୂର୍ବରୁ କଣ ଆଖି ବନ୍ଦ କରିଦେଇଥିଲେ। କାହିଁକି? ସେ ଆମ ସମସ୍ତଙ୍କୁ ଜଣେଇବାକୁ ଚାହୁଁଛନ୍ତି ଯେ ସ୍ତ୍ରୀ ଲୋକମାନଙ୍କୁ ଆମକୁ ସମ୍ମାନ କରିବା ଉଚିତ। କିନ୍ତୁ ସେ ବଧ କରିଥିଲେ ଏଇଥିପାଇଁ କାରଣ ତାଙ୍କର ଅବଦାନ ହିଁ ସେ ନେଇଛନ୍ତି ଏଥିପାଇଁ ଯେ କଣ ସେ ସମସ୍ତ ରାକ୍ଷସ ମାନଙ୍କୁ ସବୁ ରାକ୍ଷସ ମାନଙ୍କୁ ତାଙ୍କର ବଧ କରିବାର ଅଛି, ଆଉ ଅଧର୍ମକୁ ନାଶ କରିବାର ଅଛି। ଆଉ ଗୋଟେ ଆମେ ପୂତନା କଥାରୁ ବି ଶିଖିବାକୁ ପାଇବା ଯେ ପୂତନା ଦେଖିକି ଜାଣିପାରିଥିଲେ ସେ ହଉଛନ୍ତି କଣ ପରମ ପୁରୁଷ ଭଗବାନ। ତଥାପି ସିଏ ସେଟାକୁ ଏତେ ଧ୍ୟାନ ଦେଲେନି। ତ ସେ ତାପରେ ନିଜର ମୃତ୍ୟୁକୁ ନିଜେ ଡାକିଲେ। ତ ଆଉ ଏଠାରେ ଯୋଉ ଗୋ ପାଳନ ଆଉ ଶ୍ରୀ ବିଷ୍ଣୁଙ୍କର ଦିବ୍ୟ ନାମ କୀର୍ତ୍ତନ ବିଷୟରେ ବି କୁହାଯାଇଛି, ଯୋଉଟା ଆଉ ଭଗବାନଙ୍କ ପ୍ରତି ଶୁଦ୍ଧ ଭଲ ପାଇବା ଯୋଉଟା କି ବୃନ୍ଦାବନ ବାସୀଙ୍କର ଥିଲା, ଯେ ସେମାନେ ଏତେ ଚିନ୍ତିତ ହେଇପଡିଥିଲେ ଯେତେବେଳେ ଶ୍ରୀକୃଷ୍ଣଙ୍କ ଏତେ ବଡ ରାକ୍ଷସୀ ଆସିଥିଲେ ଯୋଉ ମାରିବା ପାଇଁ। ସେ ଜାଣିଥିଲେ ସେ ହଉଛନ୍ତି ଭଗବାନ, କିନ୍ତୁ ତଥାପି ସେମାନେ ଏତେ ଚିନ୍ତିତ ହେଇପଡିଥିଲେ ଆଉ ତାଙ୍କୁ ଗୋମୁଦ୍ରରେ ସ୍ନାନ କରାଇଥିଲେ ଆଉ ଗୋଧୂଳି ଲଗାଇକି ଆଉ ଦିବ୍ୟ ନାମ କୀର୍ତ୍ତନରେ ତାଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ଆଉ ଭଗବାନଙ୍କର ଅ ଦୟାଶୀଳତା ବି ଆମେ ଭଗବାନଙ୍କ ଦୟାଶୀଳତାକୁ ବି ଆମେ ଜାଣିବା ଦରକାର ଯେ ସେ ରାକ୍ଷସୀକୁ ମଧ୍ୟ ଏତେ ମୁକ୍ତି ଲାଭ କରିଦେଇଥିଲି। ତ ଆମେ ଚାହିଁଲେ ଦିବ୍ୟ ନାମ କୀର୍ତ୍ତନ କରିକି ଆମେ ମଧ୍ୟ ଠାକୁରଙ୍କର ଗୋଟେ ସେବକ ଭାବେ ପରିଗଣିତ ହେଇପାରିବା। ତ ସେଥିପାଇଁ ଆମେ ସର୍ବଦା ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବା ଆଉ କେବେ କୃଷ୍ଣଙ୍କୁ ଭୁଲିବାନି। ହରେ କୃଷ୍ଣ। हरे कृष्ण। हरे धन्यवाद माताजी। तो माताजी टॉप नवा ପାଇଁ ନାରାଜ ଥିଲେ। କହିବାର ଉଦ୍ଦେଶ୍ୟ ହେଲା କୃଷ୍ଣ କଥାରେ ସେତିକି ମହକ ଥାଏ ଆଉ ଜଣେ ସେତିକି ଟେଷ୍ଟ ପାଇଥାନ୍ତି, ତାକି ଆମେ ଚେଷ୍ଟା କଲେ ବି ଛାଡ଼ି ଯଦି ଆମେ ସିନସିୟର ଥିବା ତାହେଲେ ଆମେ ଭଗବାନଙ୍କର ଲୀଳା ଶ୍ରବଣରୁ ମୁକ୍ତ ହେଇପାରିବା, ବରଂ ଏହା ଆମକୁ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ କରିଦେଇପାରେ। ତ ଏଥିପାଇଁ ବିଶେଷ ଧନ୍ୟବାଦ ଆମର ଅଙ୍କିତା ମାତାଜୀଙ୍କୁ। ତ ମାତାଜୀ ପ୍ରାୟ ବହୁତ ଗୁଡା ଟିଚିଙ୍ଗସ୍ କୁ ବହୁତ କମ ସମୟ ଭିତରେ ପ୍ରେଜେଣ୍ଟ କରିଛନ୍ତି। ତ ପୂତନା କହିଲେ ଗୋଟିଏ ଲାଇନ ଗୋଟିଏ ମିନିଟରେ କମ୍ପ୍ଲିଟ କରିବି, ତାପରେ ଉମେଶ ପ୍ରଭୁ ଆମର ସେୟାର କରିବେ। ତ ପୂତନା ଯୋଉ ଲୀଳା ଅଛି, ତ ପୂତ ମାନେ ଯେ ପବିତ୍ର ନୁହନ୍ତି। ତ ବହୁତ ଗୁଡା ଟିଚିଙ୍ଗସ୍ ଅଛି ମାତାଜୀ ସେୟାର କଲେ, ତା ଦେହରେ ଗୋଟେ ସୁନ୍ଦର ଟିଚିଙ୍ଗସ୍ ଯେତେବେଳେ ପୂତନା ଯାଉଥିଲେ ବୃନ୍ଦାବନ ଅଧିବାସୀ ମାନେ ସେମାନେ ଦେଖୁଥିଲେ କି ଲକ୍ଷ୍ମୀଙ୍କର ସ୍ୱରୂପ, ଆଉ ହାତରେ ସେ କମଳ ପୁଷ୍ପକୁ ଧାରଣ କରିଥିଲେ, ବହୁତ ସୁନ୍ଦର ଦେଖା ଯାଉଥିଲେ। ତ ଏଇଟା ହେଲା ବୃନ୍ଦାବନର ଚେତନା। ଆଉ ଗୋଟେ ରାକ୍ଷସୀ ଯିଏ
ବୃନ୍ଦାବନ ଅଧିବାସୀ ମାନେ ତାଙ୍କୁ କୋଉ ଦୃଷ୍ଟିରେ ଦେଖୁଛନ୍ତି? ଲକ୍ଷ୍ମୀଙ୍କ ଦୃଷ୍ଟିରେ ଦେଖୁଛନ୍ତି। ତ ସହଜ ସ୍ୱଭାବ ସୁଲଭ ଗୁଣ ତାଙ୍କ ପାଖରେ ଅଛି, କିନ୍ତୁ ଆମେ ଗୋଟେ ଭଲ ଲୋକ ବି ଖରାପ ଦୃଷ୍ଟିରେ ଆମେ ଦେଖୁ ଦର୍ଶନ କରନ୍ତି। ଆମ ଚେତନା ମର୍ତ୍ତ୍ୟ ବୁଦ୍ଧି ବୋଲି କୁହାଯାଏ। ତେଣୁ ସେଥିପାଇଁ ଆମକୁ ସେଇ ବୃନ୍ଦାବନ ଚେତନା ଆମ ଜୀବନରେ କଲ୍ଟିଭେଟ କରିବାର ଅଛି। ଆଉ ଗୋଟେ ସୁନ୍ଦର ଶିକ୍ଷା କି ପୁତନା ତାଙ୍କର ସ୍ତନ ଭିତରେ କାଳକୂଟ ବିଷ ଧରିକି ଯାଇଥିଲେ। ତେଣୁ ଆମେ ଯେତେବେଳେ ଭକ୍ତି ମାର୍ଗକୁ ଆସନ୍ତି ଆମ ସମସ୍ତଙ୍କ ଭିତରେ ଏଇ ଯୋଉ କପଟତାର ଗୁଣ ସମସ୍ତଙ୍କ ପାଖରେ ଥାଏ, ମୋ ପାଖରେ ବିଶେଷ ଅଛି। ତେଣୁ ସେଥିପାଇଁ ଆମକୁ ଏଇ ଯୋଉ ପୁତନା ଶିକ୍ଷା ମିଳିବାର ଅଛି କି କପଟତା ଗୁଣରୁ ମୁକ୍ତ ହେଇକି ତ ସେ ଭଗବାନଙ୍କୁ ଆପ୍ରୋଚ କରୁଥିଲେ। ତ ଏଠି ଶାସ୍ତ୍ରରେ ଶିକ୍ଷା ଦିଆଯାଇଛି କୃଷ୍ଣ ସଂଗୀତରେ କି ଆପ୍ରୋଚିଂ ସ୍ପିରିଚୁଆଲ ମାଷ୍ଟର। ଆମେ ସମସ୍ତଙ୍କ ଭିତରେ କିଛି ନା କିଛି ଅନର୍ଥ ଅଛି, କିନ୍ତୁ ଆମେ ଯେତେବେଳେ ସ୍ପିରିଚୁଆଲ ମାଷ୍ଟର ପ୍ରଭୁପାଦଙ୍କ ପାଖରେ ଆମେ ଶରଣାପନ୍ନ ହଉଛେ, ତ ପ୍ରଭୁପାଦଙ୍କର ଅଶେଷ କୃପାରୁ ଆମକୁ ଏ ଅନର୍ଥରୁ ମୁକ୍ତ ହେବା ପାଇଁ ସୁଯୋଗ ପ୍ରାପ୍ତ ହଉଛି। ଆଉ ଯେମିତି ଅନ୍ତିମ ସମୟରେ ପୁତନା ଶରୀରରୁ ସୁଗନ୍ଧ ଆସିଥିଲା ଭଗବାନଙ୍କର ସ୍ପର୍ଶ ମାତ୍ରକେ, ତ ଦିନେ ନା ଦିନେ ଆମର ବାସ୍ତବ ସତ୍ ଚରିତ୍ର କୃଷ୍ଣ ଭାବନା ମଧ୍ୟ ଆମ ହୃଦୟରେ ବିକଶିତ ହେଇପାରିବ, ଯାହା ସାରା ସଂସାରକୁ ପ୍ରତିଫଳନ ହେଇପାରିବ, ସମସ୍ତଙ୍କୁ ଆମେ ସେୟାର କରିପାରିବା। ଠିକ ଅଛି, ବିଶେଷ ଧନ୍ୟବାଦ ଅଙ୍କିତା ମାତାଜୀଙ୍କୁ। ନେକ୍ସଟ ଆମେ ଶୁଣିବା ଜୟ ଶ୍ରୀ ଉମେଶ ପ୍ରଭୁ। ହରେ କୃଷ୍ଣ। ଉମେଶ ପ୍ରଭୁ। ଭଏସ ଆସୁଛି? ଗୋଟେ ମିନିଟ।